ରାତିରେ ଟକିଆ ତଳେ ରଖିଦିଅନ୍ତୁ ଏହି ଗୋଟିଏ ଜିନିଷ, ସକାଳୁ ଦେଖନ୍ତୁ ଚମତ୍କାର ଓ ଆପଣଙ୍କ ଭାଗ୍ୟ ବଦଳିଯିବ। ନମସ୍କାର ଦର୍ଶକ ବନ୍ଧୁ, ବାସ୍ତୁଶାସ୍ତ୍ର ଅନୁସାରେ ଆମ ଶୋଇବା ଘର ବା ବେଡରୁମ୍ ଆମ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ଶୋଇବା ଘର କେଉଁ ସବୁ ଜିନିଷ ରଖିବା ଉଚିତ ଓ କେଉଁ ସବୁ ଜିନିଷ ରଖିବା ଅନୁଚିତ ତାହାର ସମ୍ପୂର୍ଣ୍ଣ ବିବରଣୀ ବାସ୍ତୁଶାସ୍ତ୍ରରେ ବର୍ଣ୍ଣିତ ଅଛି। ବେଳେବେଳେ ଆମେ ଆମ ଶୋଇବା ଘରେ ଏମିତି କିଛି ଜିନିଷ କିମ୍ବା ଫଟୋ କି ମୂର୍ତ୍ତି ଆଦି ରଖିଦେଉ କିମ୍ବା ବିଛଣା ପାଖରେ କିଛି ଏମିତି ଜିନିଷ ରଖିଦେଉ ଯେଉଁଥିପାଇଁ ଆମ ଜୀବନରେ ନକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଘରେ ଅନେକ ଅସୁବିଧା ହୋଇଥାଏ, ଘରେ କଳହ ଅଶାନ୍ତି ଲାଗି ରହେ। ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କିଛି ଜିନିଷ ଅଛି ଯାହାକୁ ଭୁଲରେ ବି ନିଜ ଘରେ ରଖନ୍ତୁ ନାହିଁ। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଶୋଇବା ଘରୁ ନକାରାତ୍ମକ ଉର୍ଜା ଦୂରେଇ ଯାଉ ବୋଲି ଏବଂ ସକାରାତ୍ମକ ଉର୍ଜାର ସଞ୍ଚାର ହେଉ ବୋଲି, ତେବେ ଶୋଇବା ସମୟରେ କିଛି ଏମିତି ଜିନିଷ ଅଛି ଯାହାକୁ ନିଜ ଟକିଆ ତଳେ ରଖିଦିଅନ୍ତୁ ଓ ଶୋଇ ପଡ଼ନ୍ତୁ। ଏହି ଜିନିଷ ଗୁଡ଼ିକ ପାଖରେ ରଖି ଶୋଇଲେ ଆପଣଙ୍କୁ ସକାରାତ୍ମକ ଉର୍ଜାର ସାଥ ମିଳିବ। ଘରର ମହିଳାମାନେ ମା ଲକ୍ଷ୍ମୀଙ୍କ କୃପା ଓ ଆଶୀର୍ବାଦ ଯଦି ଚାହୁଁଛନ୍ତି ତେବେ କୁହାଯାଇଥିବା ଜିନିଷକୁ ନିଜ ତକିଆ ତଳେ ରଖିଦିଅନ୍ତୁ। ବନ୍ଧୁଗଣ, ବାସ୍ତୁଶାସ୍ତ୍ରରେ ଲେଖା ଅଛି କି ଯଦି ଶୋଇବା ସମୟରେ ଆପଣ କିଛି ଭୁଲ କରୁଛନ୍ତି ତେବେ ଦରିଦ୍ରତା ମରିବା ଯାଏଁ ପିଛା ଛାଡ଼ିବନି। ଆପଣଙ୍କୁ ଟକିଆ ତଳେ ସେହି ସବୁ ଜିନିଷ ଗୁଡ଼ିକୁ ରଖିବା ପାଇଁ ପଡ଼ିବ। ଦର୍ଶକ ବନ୍ଧୁ, ଟକିଆ ତଳେ ଏହି ଗୋଟିଏ ଜିନିଷ ରଖି ଆପଣ ରାତାରାତି ଆପଣଙ୍କ ଭାଗ୍ୟକୁ ଚମକାଇ ପାରିବେ, ବନ୍ଦ ଭାଗ୍ୟର ତାଲା ଖୋଲି ପାରିବେ, ନିଜ ଜନ୍ମଜନ୍ମାନ୍ତର ଦୁଃଖ କଷ୍ଟକୁ ମାନସିକ ଅଶାନ୍ତିକୁ ଦୂର କରିପାରିବେ ଏବଂ ନିଜ ଜୀବନର ସୁଖ ସମୃଦ୍ଧି ହେଉ ବା ଐଶ୍ୱର୍ଯ୍ୟ ପ୍ରାପ୍ତି କରିପାରିବେ। ଆଜି ଏହି ଭିଡ଼ିଓରେ ସେହି କେତୋଟି ଜିନିଷ ବିଷୟରେ କହିବାକୁ ଯାଉଅଛି ଯାହାକୁ ଆପଣ ରାତିରେ ଶୋଇବା ସମୟରେ ନିଶ୍ଚିତ ନିଜ ଟକିଆ ତଳେ ରଖି ଶୁଅନ୍ତୁ। ବନ୍ଧୁଗଣ, ଯଦି ଏହି ଜିନିଷ ଗୁଡ଼ିକ ଆପଣ ନିଜ ଟକିଆ ତଳେ ରଖି ଶୋଉଛନ୍ତି ତେବେ ଆପଣଙ୍କର ଦୁର୍ଭାଗ୍ୟ ସୌଭାଗ୍ୟରେ ବଦଳିଯିବ, ଆପଣଙ୍କର ସବୁ ସମସ୍ୟାର ଅନ୍ତ ଘଟିବ, ଆପଣ ନିଜ ଜୀବନରେ ଆଗକୁ ଯିବେ ଏବଂ ଉନ୍ନତି କରିବେ। ତେବେ ବନ୍ଧୁଗଣ, ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ ଓ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଦିଅନ୍ତୁ ଓ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ନିହାତି ଲେଖନ୍ତୁ। ଦର୍ଶକ ବନ୍ଧୁ, ଆଜି ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି କି ଏମିତି କିଛି ଜିନିଷ ଅଛି ଯାହାକୁ ଆପଣ ନିଜ ତକିଆ ତଳେ ରଖି ଶୋଇଲେ ଆପଣଙ୍କ ନିଜ ଜୀବନର ଉନ୍ନତି ପଥରେ ଅଗ୍ରସର ହୋଇପାରିବେ। ବନ୍ଧୁଗଣ, ଯଦି ଆପଣ ନିଜ ଜୀବନରେ ଅନେକ ପରିଶ୍ରମ କରୁଛନ୍ତି ତଥାପି ଆପଣଙ୍କୁ ଧନର ଅଭାବ ରହୁଛି ଓ ଆପଣଙ୍କୁ ସଫଳତା ମିଳୁନାହିଁ, ଧନର ଆଗମନର ସବୁ ରାସ୍ତା ବନ୍ଦ ହୋଇଯାଉଛି, ସବୁବେଳେ ଆପଣଙ୍କ ଜୀବନରେ ଧନ ସମ୍ବନ୍ଧିତ ଅସୁବିଧା ଲାଗି ରହୁଛି, ତ ତେବେ ବୁଝିଯାଆନ୍ତୁ ମା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ଅଛନ୍ତି। ଏ ଭିଡ଼ିଓରେ ମୁଁ ଆପଣଙ୍କୁ ତନ୍ତ୍ରଶାସ୍ତ୍ରରେ ଲେଖାଥିବା ସେହି ଜିନିଷ ଗୁଡ଼ିକ ବିଷୟରେ କହିବି ଯାହାକୁ ତକିଆ ତଳେ ରଖି ଶୋଇଲେ ଆପଣଙ୍କ ସୁଖ ସମୃଦ୍ଧି ପ୍ରାପ୍ତି ହେବ ଓ ଆପଣଙ୍କ ବନ୍ଦ ଭାଗ୍ୟ ଖୋଲିଯିବ ଓ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହେବ ଓ ଧନର ଆଗମନର ସବୁ ରାସ୍ତା ଖୋଲିଯିବ। ପ୍ରଥମ ଜିନିଷଟି ହେଉଛି ତୁଳସୀ ପତ୍ର। ଏହାକୁ ଆପଣ ପ୍ରତିଦିନ ଆପଣଙ୍କ ଟକିଆ ତଳେ ରଖି ଶୁଅନ୍ତୁ। ତୁଳସୀ ଗଛକୁ ଅତ୍ୟନ୍ତ ପବିତ୍ର ମନାଯାଏ, ଏହାକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମନାଯାଏ। ତୁଳସୀର ପ୍ରତିଟି ପତ୍ରରେ ଭଗବାନ ବିଷ୍ଣୁଙ୍କର ବାସ ଅଟେ। ଯଦି ଆପଣ ତୁଳସୀ ପତ୍ରକୁ ନିଜ ତକିଆ ତଳେ ରଖି ଶୋଉଛନ୍ତି ତେବେ ଆପଣଙ୍କ ଜୀବନରୁ ନକାରାତ୍ମକ ଶକ୍ତି ସବୁ ଦୂରେଇ ଯିବ, ଆପଣଙ୍କ ଜୀବନରେ ସକାରାତ୍ମକ ଉର୍ଜାର ସଞ୍ଚାର ହେବ। ଏହା ଛଡ଼ା ଧ୍ୟାନ ରଖନ୍ତୁ ଯେ ତୁଳସୀ ପତ୍ରକୁ ରାତି ସମୟରେ ତୁଳିବେ ନାହିଁ, ଏହାକୁ ଦିନରେ ତୁଳିବେ ଏବଂ ଏହାକୁ ରବିବାରକୁ ଛାଡ଼ି ପ୍ରତିଦିନ କରିବେ। ପ୍ରତିଦିନ କରିବା ଦ୍ୱାରା ଆପଣଙ୍କୁ ମା ଲକ୍ଷ୍ମୀ ଓ ବିଷ୍ଣୁ ଭଗବାନଙ୍କର ଆଶୀର୍ବାଦ ପ୍ରାପ୍ତ ହେବ ଓ ମନେ ରଖିବେ ସବୁବେଳେ 7ଟି ନଚେତ୍ 3ଟି ତୁଳସୀ ପତ୍ର ରଖିବା ପାଇଁ। ନମ୍ବର 2 ଜିନିଷ ହେଉଛି ମୟୂର ପଙ୍ଖ। ଯଦି ପ୍ରତିଦିନ ଆପଣ ନିଜ ତକିଆ ତଳେ ମୟୂର ପକ୍ଷକୁ ରଖି ଶୋଇବେ ତ ଏହାକୁ ଅତ୍ୟନ୍ତ ଶୁଭ ବୋଲି ମନାଯାଏ। ନିଜର ଉନ୍ନତି ଚାହୁଁଥିଲେ ନିଶ୍ଚୟ ଗୋଟେ ମୟୂର ପକ୍ଷ ନିଜ ତକିଆ ତଳେ ରଖି ଶୁଅନ୍ତୁ। ମୟୂର ପକ୍ଷ ବହି ଭିତରେ ରଖିଲେ ପିଲାମାନଙ୍କର ଉନ୍ନତି ପାଠପଢ଼ାରେ ହୋଇଥାଏ ଓ ସ୍ମରଣ ଶକ୍ତି ବଢ଼ିଥାଏ, ତ ଏହାକୁ ଟକିଆ ତଳେ ରଖି ଶୋଇଲେ ବ୍ୟକ୍ତିର କୁଣ୍ଡଳୀରେ ଗ୍ରହ ଦୋଷ କଟିଯାଇଥାଏ। ଯଦି ଆପଣଙ୍କ ଉପରେ ରାତିରେ କିଛି ଖରାପ ଶକ୍ତିର ପ୍ରଭାବ ରହୁଥାଏ ଓ ଖରାପ ସ୍ୱପ୍ନ ବାରମ୍ବାର ଆସୁଥାଏ ତ ତାହା ମଧ୍ୟ ଦୂର ହୋଇଥାଏ।
ହୋଇଥାଏ। ତ ବନ୍ଧୁଗଣ ସେଥିପାଇଁ ଆପଣମାନେ ରାତିରେ ଶୋଇବା ସମୟରେ ତକିଆ ତଳେ ନିହାତି ଏକ ମୟୂର ପଙ୍ଖ ରଖନ୍ତୁ ଓ ଆପଣଙ୍କ ପୂର୍ବ ଦିଗ କାନ୍ଥ ପଟରେ ଗୋଟେ ମୟୂରର ଚିତ୍ର ରଖନ୍ତୁ କିମ୍ବା ମୟୂର ମୂର୍ତ୍ତି ଏକ ରଖନ୍ତୁ। ଏହାଦ୍ୱାରା ଆପଣଙ୍କୁ ସକାରାତ୍ମକ ଶକ୍ତିର ଉର୍ଜା ହୋଇଥାଏ। ନମ୍ବର ତୃତୀୟ ଜିନିଷ ହେଉଛି 1 ଟଙ୍କିଆ ମୁଦ୍ରା। ନିଜ ତକିଆ ତଳେ ରଖି ଶୁଅନ୍ତୁ ଓ ଆପଣଙ୍କ ଜୀବନରେ ଥିବା ଧନ ସମ୍ବନ୍ଧିତ ସମସ୍ୟା ଅସୁବିଧା ଦୂର ହେବ ଏବଂ ଧନ ଆଗମନର ବାଟ ଫିଟିଯିବ। ବନ୍ଧୁଗଣ ଏହି ଉପାୟଟି ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଲେଖା ଅଛି। ଦର୍ଶକ ବନ୍ଧୁ, ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଭାଗ୍ୟ ହିତରେ ଯାଉ ବୋଲି ତେବେ ଏହି ଉପାୟଟିକୁ ନିଶ୍ଚୟ ପାଳନ କରନ୍ତୁ। ରାତିରେ ଶୋଇବା ସମୟରେ 1 ଟଙ୍କା, ବହୁତ ଟଙ୍କା ରଖିବା ଦରକାର ନାହିଁ, କେବଳ 1 ଟଙ୍କା ଆପଣମାନେ ନିଜ ତକିଆ ତଳେ ରଖି ଶୁଅନ୍ତୁ। ଏହା 21 ଦିନ ପର୍ଯ୍ୟନ୍ତ କରନ୍ତୁ। ଦେଖିବେ ଆପଣଙ୍କର ଧନ ଜନିତ ସମସ୍ୟା ସବୁ ଦୂର ହୋଇଯିବ ଓ ଧନର ଆଗମନର ବାଟ ଖୋଲିଯିବ ଓ ମା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ, ଆପଣଙ୍କ ଉପରେ ପ୍ରସନ୍ନ ହେବେ। ନମ୍ବର 4 ହେଉଛି ଓମ୍ ଥିବା ଚିତ୍ର ବା ଫଟୋ। ଆପଣ ନିଜ ଘରର ସ୍ୱାସ୍ତିକ ଚିତ୍ର ରଖି ଶୁଅନ୍ତୁ। ଭଲ ନିଦ୍ରା ହୋଇଥାଏ ଓ ଭଗବାନଙ୍କର ଆଶୀର୍ବାଦ ମଧ୍ୟ ମିଳିଥାଏ। ତେଣୁ ଆପଣମାନେ ରାତିରେ ଶୋଇବା ସମୟରେ ନିଜ ତକିଆ ତଳେ ଓମ୍ର ଚିତ୍ର ହେଉ କିମ୍ବା ସ୍ୱାସ୍ତିକ ଚିତ୍ର ହେଉ ରଖି ଶୁଅନ୍ତୁ। ଏହାଦ୍ୱାରା ଭଗବାନଙ୍କର ପ୍ରାପ୍ତି ଆପଣମାନେ ପାଇଥାନ୍ତି ଓ ଆପଣଙ୍କ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। ସେଥିପାଇଁ ଆପଣମାନେ ରାତିରେ ଶୋଇବା ସମୟରେ ଗୋଟେ ନିହାତି ରଖନ୍ତୁ ଓମ୍ର ଚିତ୍ର। ନମ୍ବର 5 ହେଉଛି ଲୁହାର ଚାବି। ଆପଣମାନେ ଶୋଇବା ସମୟରେ ଲୁହାର ଚାବିକୁ ରଖି ଶୁଅନ୍ତୁ। ଅତ୍ୟନ୍ତ ଶୁଭ ଅଟେ। କୁହାଯାଏ କି ଏହି ଉପାୟ କଲେ ଆପଣଙ୍କର ସବୁ ଦୁଃଖ କଷ୍ଟ ଦୂରେଇ ଯାଇଥାଏ। ନକାରାତ୍ମକ ଶକ୍ତି ଆପଣଙ୍କ ଘରକୁ ପ୍ରବେଶ କରେ ନାହିଁ। ସେଥିପାଇଁ ଆପଣମାନେ ଲୁହାର ଚାବି ହେଉ କିମ୍ବା ଲୁହାର ଅନ୍ୟ କିଛି ଜିନିଷ ହେଉ ଆପଣମାନେ ନିଜ ତକିଆ ତଳେ ନିଶ୍ଚୟ ରଖନ୍ତୁ। ଏହାଦ୍ୱାରା କୌଣସି ବି ନକାରାତ୍ମକ ଶକ୍ତି ଆପଣମାନଙ୍କୁ ଛୁଇଁ ପାରିବ ନାହିଁ ଓ ଆପଣଙ୍କର କିଛି କେହି କ୍ଷତି କରିପାରିବେ ନାହିଁ। ସେଥିପାଇଁ ଗୋଟେ ଲୁହାର ଚାବି ନିହାତି ରଖନ୍ତୁ। ନମ୍ବର 6 ହେଉଛି ହଳଦୀ। ହଳଦୀ ଗଣ୍ଠି। ଆପଣମାନେ ଗୋଟିଏ ହଳଦୀ ଗଣ୍ଠି 3 ଦିନ ପର୍ଯ୍ୟନ୍ତ ରଖନ୍ତୁ ବା 7 ଦିନ ପର୍ଯ୍ୟନ୍ତ ରଖି ଶୁଅନ୍ତୁ। ସବୁ ଗ୍ରହରିଷ୍ଟ ଖଣ୍ଡନ ହୋଇଥାଏ। ତେଣୁ ଆପଣମାନେ ଶୋଇବା ସମୟରେ ନିଜ ତକିଆ ତଳେ 3ଟି ହଳଦୀ ହେଉ କିମ୍ବା 7ଟି କିମ୍ବା 11ଟି ହଳଦୀ ରଖି 21 ଦିନ ପର୍ଯ୍ୟନ୍ତ ଶୁଅନ୍ତୁ। ଦେଖିବେ ଆପଣମାନଙ୍କର ସବୁ ଗ୍ରହରିଷ୍ଟ ଓ ଖରାପ ନବଗ୍ରହଙ୍କର ଅଶୁଭ ଦୃଷ୍ଟି ମଧ୍ୟ କଟିଯିବ। ତେଣୁ ଆପଣମାନେ ସବୁବେଳେ ଶୋଇଲା ସମୟରେ 21 ଦିନ ପର୍ଯ୍ୟନ୍ତ ହଳଦୀ ରଖି ଶୁଅନ୍ତୁ। ଏହା ପାଳନ କଲେ ମଙ୍ଗଳ ହେବ। ନମ୍ବର 7 ହେଉଛି ରସୁଣ। ଗୋଟେ ରସୁଣ ରଖି ଶୁଅନ୍ତୁ। ସବୁ ସମସ୍ୟାର ସମାଧାନ ହୋଇଯିବ। ଆପଣ 7 ଦିନ ପର୍ଯ୍ୟନ୍ତ ଗୋଟେ ପାଙ୍କୁଡ଼ା ରସୁଣ ରଖି ଶୁଅନ୍ତୁ। ଦେଖିବେ ଆପଣମାନଙ୍କର ସବୁ ଗ୍ରହରିଷ୍ଟ ଶାନ୍ତି ହେବା ସହିତ ଘରର ସବୁ ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ। ସେଥିପାଇଁ ଆପଣମାନେ ସବୁଦିନ ରାତିର ଶୋଇବା ସମୟରେ ନିଜ ତକିଆ ତଳେ 7ଟି ରସୁଣ ପାଙ୍କୁଡ଼ା ରଖି ଶୁଅନ୍ତୁ ଓ ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଘରୁ ସବୁ ନକାରାତ୍ମକ ଶକ୍ତି ଦୂରେଇଥାଏ ଓ ଆପଣଙ୍କୁ ଧନ ପ୍ରାପ୍ତିର ଆଗମନ ହୋଇଥାଏ। ତ ଏହି ଉପାୟଟି କରିବା ସମୟରେ ଆପଣମାନେ କାହାକୁ କିଛି କୁହନ୍ତୁ ନାହିଁ। ଚୁପଚାପ ନେଇ ତକିଆ ତଳେ ରଖିଦିଅନ୍ତୁ। ଏହି ଗୋଟିଏ ଜିନିଷ ବନ୍ଦ ଭାଗ୍ୟ ଖୋଲିଯିବ ଆପଣମାନଙ୍କର ଓ ଧନ ପ୍ରାପ୍ତିର ଆଗମନ ହେବ। ତ ବନ୍ଧୁଗଣ, ଏହି ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ବକ୍ସରେ ନିହାତି ଜଣାଇବେ। ଆଉ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରି ଭିଡ଼ିଓ ଗୋଟେ ଲାଇକ୍ ନିହାତି କରିବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ। ଆଉ ଗୋଟେ ନୂଆ ଭିଡ଼ିଓରେ ଦେଖା।